ଯେଉଁଥିରେ କି ସର୍ବସାଧାରଣ ସେଠି ଶ୍ୱାସ ରୋଗୀ ଅଛନ୍ତି, ପେସେଣ୍ଟ ଅଛନ୍ତି, ହିଟ୍ ମଧ୍ୟ ଏତେ ପରିମାଣରେ ବଢ଼ିଗଲାଣି, ଖରା ଉପନୀତ। ଏହିପରି ସ୍ତରରେ ପ୍ରତ୍ୟେକ ଯେଉଁ ଅଧିକାରୀ ମାନେ ଅଛନ୍ତି ସେମାନେ ଠିକ୍ ଅନୁସାରେ ତାର କାମ କରୁନାହାନ୍ତି। ଆପଣମାନେ ଦେଖିବେ ବଇଣ୍ଡାରୁ ଆଠମଲ୍ଲିକ ଆସିବା ଭିତରେ ଦୁଇ ପାଖେ ଜଙ୍ଗଲ ଅଛି, ଭରା ଜଙ୍ଗଲ ଅଛି, କିନ୍ତୁ ସରକାର ଜଙ୍ଗଲ ଲିଭେଇବା ପାଇଁ, ନିଆଁ ଲିଭେଇବା ପାଇଁ ଯେଉଁ ବ୍ୟବସ୍ଥା ଅଛି, ଗାଡ଼ି ମଟର ଦୁନିଆ ଜିନିଷ ଦିଆହେଇଛି, କିନ୍ତୁ ଠିକ୍ ଅନୁସାରେ ହେଉନି। ଆମେ ମଧ୍ୟ ଉପଲବ୍ଧି କରୁଛୁ ଯେ ଜଙ୍ଗଲ ନିଆଁ ଲାଗିବା ଦ୍ୱାରା ବ୍ୟାପକ ପରିମାଣରେ ପ୍ରଦୂଷଣ ହେଉଛି। ଇଆଡ଼େ ୱାର୍ ମଧ୍ୟ ଦେଶ ଦେଶ ଭିତରେ ଲାଗିଲା ବେଳକୁ ଆଠମଲ୍ଲିକ ଜଙ୍ଗଲ ପୁରା ସମ୍ପୂର୍ଣ୍ଣ ଜଙ୍ଗଲ ପରିବ୍ୟାପ୍ତ। ଏଠି ସମ୍ପୂର୍ଣ୍ଣ ଭାବରେ ବ୍ୟାପକ ପରିମାଣରେ ପ୍ରଦୂଷଣ ମୁକ୍ତ କହିହେବ ନାହିଁ, କାହିଁକିନା ବ୍ୟାପକ ପରିମାଣରେ ଆଜି ଆପଣ ଦେଖିବେ ଘନ କୁହୁଡ଼ି, ସବୁଆଡ଼େ କୋହଳାମୟ ହେଇଯାଇଛି। କୋହଳାମୟ ଜଙ୍ଗଲରୁ ଧୂଆଁ ନା କ'ଣ? ଜଙ୍ଗଲ ପୋଡ଼ି ଯୋଗୁଁ ବୋଲି ଏଇ ଧୂଆଁ ସୃଷ୍ଟି ହେଇଛି। ତେଣୁ ଆଜି ଅବସ୍ଥା ଆଠମଲ୍ଲିକର ସାଂଘାତିକ। ସାଧାରଣତଃ ଭାବରେ ରୋଗୀଠୁ ଆରମ୍ଭ କରିକି ସାଧାରଣ ଜୀବନଯାପନ ଯିବା ଆସିବା ମଧ୍ୟ ଶ୍ୱାସରୁଦ୍ଧ ହେଇଯାଉଛି। ତେଣୁ ଆମେ ଏତିକି ନିବେଦନ କରୁଛୁ ଯେ ଜଙ୍ଗଲ ବିଭାଗ ଅଧିକାରୀମାନେ, ଯେଉଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛି ଯେ କେମିତି ହିସାବରେ ଜଙ୍ଗଲରେ ନିଆଁ ନ ଲାଗିବ, ବନ୍ୟପ୍ରାଣୀ ସୁରକ୍ଷିତ ରହିବେ, ପ୍ରାଣୀ ଜଗତ ଆମେ ପ୍ରତ୍ୟେକ ଜାଗାରେ କେମିତି ହିସାବରେ ସୁରକ୍ଷିତ ଅବସ୍ଥାରେ ଯିବେ, ତା ପାଇଁ କୌଣସି ବ୍ୟବସ୍ଥା ନାହିଁ ବୋଲି ଆମେ ହୃଦବୋଧ କରୁଛୁ। ସାମୂହିକ ଭାବେ ଜଙ୍ଗଲ ନିଆଁକୁ ଆୟତ୍ତ କରିବାରେ କ'ଣ ଆଠମଲ୍ଲିକ ବନ ବିଭାଗ ସଫଳ ବୋଲି ଭାବୁଛନ୍ତି ଆପଣ? ଆଦୌ ନୁହେଁ। କାହିଁକି ଆମର ଶିକ୍ଷିତ ସମାଜ ଯେତେବେଳେ ଲୋକମାନେ ଆସୁଛନ୍ତି ଗାଡ଼ି ମଟର ରାତିରେ ମଧ୍ୟ ଫୋନ୍ କରିକି ଅଧିକାରୀମାନଙ୍କୁ ଜଣାଇଲେ ସେମାନେ ପରିଚୟ ମାଗୁଛନ୍ତି, ଯେ ଅଭିଯୋଗ କଲେ ତାଙ୍କ ଅଭିଯୋଗ ଶୁଣାଯିବ ନାହିଁ। ଠିକ୍ ଅଛି।